ଆଜିର ଦିନ ବହୁତ ହି ବୋରିଂ ଥିଲା। ମୋତେ କିଛି ବି କାମ କରିବାକୁ ଇଚ୍ଛା ହେଉନଥିଲା, ନା ଘରର କିଛି କାମ ନା ନିଜର ପଢ଼ାପଢ଼ି। ଖାଲି ଇଚ୍ଛା ରହୁଥିଲା କି ଶୋଇ ରହିବି। ଫିର୍ ବି ମୁଁ ନିଜର ନିତ୍ୟକର୍ମ ସାରି ଖିଆପିଆ କରିନେଇଥିଲି। ଆଉ ମୁଁ ଖାଇଦେଇଥିଲି ପଖାଳ। ଆଉ ସତରେ ଦିନ ସାରା ମୁଁ ଫୋନ୍ ହିଁ ସ୍କ୍ରୋଲ୍ କରିଛି, କେତେବେଳେ ମୁଭି ତ କେତେବେଳେ ସିରିଜ୍। ଆଉ ଥକିଗଲା ପରେ ମୁଁ ଶୋଇଯାଉଥିଲି। ମାନେ ମାସରେ ଏମିତି ଥରେ ଦୁଇଥର ହୁଏ ମୋ ସହିତ କି ମୁଁ କିଛି ବି କରିବାକୁ ମୋତେ ଇଚ୍ଛା ହୁଏନି, ପୁରା ଅଳସୁଆ। ଦେନ୍ ଫାଇନାଲି ଇଭିନିଂରେ ମୁଡ୍ ଫ୍ରେଶ୍ କରିବାକୁ ମୁଁ ଯାଇଥିଲି ଟିକେ ଗ୍ରୋସରୀ ସପିଂ ପାଇଁ ମମିଙ୍କ ସହ। ସେଠୁ କିଛି ଜିନିଷ ଆଣିଲୁ, ବଟ୍ ପୁଣି ତାପରେ ଆମ ଡେଲି ଗ୍ରୋସରୀ ଷ୍ଟୋରକୁ ଆମେ ଆସିଯାଇଥିଲୁ, ଯେଉଁଠୁ ଆମେ ସବୁ ମନ୍ଥଲି ଗ୍ରୋସରୀ ଆଣୁ। ସେଠୁ କିଛି ଆଣାଉଣି କରି ଘରକୁ ଆସିଯାଇଥିଲୁ। ଆସିଲା ପରେ ମୁଁ ମୋର ପେଣ୍ଡିଂ ଏଡିଟିଂ ସବୁ କମ୍ପ୍ଲିଟ୍ କରିଥିଲି, ଆଉ ଦେନ୍ ଡିନର କରିଥିଲି। ଆଜିର ବ୍ଲଗ୍ ବହୁତ ହି ବୋରିଂ ଥିଲା, ବଟ୍ ଆଇ ହୋପ୍ ଆପଣମାନେ ବୁଝିପାରୁଥିବେ, ବିକଜ୍ ଆପଣମାନଙ୍କ ସହ ବି ଏମିତି ଦିନେ ଦିନେ ହେଉଥିବ। ସୋ ଆଜିର ବୋରିଂ ବ୍ଲଗ୍ ଏତିକିରେ। କାଲି ଆସିବି ଗୋଟେ ଫ୍ରେଶ୍ ଆଉ ଏକ୍ସାଇଟିଂ ବ୍ଲଗ୍ ସହ। ଟିଲ୍ ଦେନ୍ ବାଏ।